घोड़ा भी गलो को ସେ ବି ଗେଲ କରୁଛି। ଖଣ୍ଡଗିରି ମେଳାକୁ ଯଦି ଆସୁଛନ୍ତି ଆପଣ ବିଭିନ୍ନ ସାଧୁ ସନ୍ତକୁ ଦେଖିବେ, କିନ୍ତୁ ଏଇ ମେଳା ଭିତରେ ଆପଣ ଛୁଆ ବାବାକୁ ଦେଖିବେ। ଆଉ ଛୁଆ ବାବା ସାଥିରେ ଏଥର ଘୋଡା ମଧ୍ୟ ଅଛି। ଛୁଆ ବାବା ଯୁଆଡେ ବୁଲୁଛନ୍ତି ଏ ଘୋଡାକୁ ସେଇଠି ବୁଲୁଛନ୍ତି। ପ୍ରତ୍ୟେକ ସାଧୁ ସନ୍ତଙ୍କ ପାଖକୁ ମଧ୍ୟ ନେଇକି ଯାଉଛନ୍ତି। ଆଉ ତାଙ୍କ ସହିତ ତାଙ୍କର ଯୋଉଠି ଗାଦି ହେଇଛି ସେଇ ପାଖକୁ ମଧ୍ୟ ନେଇକି ଯାଉଛନ୍ତି। ଘୋଡାକୁ ସାଥିରେ ବୁଲାଉଛନ୍ତି। ଖଣ୍ଡଗିରିର ପାଦ ଦେଶରେ ସବୁଠି ବୁଲେଇ ବୁଲେଇ ନଉଛନ୍ତି। ଆଉ ସବୁ ସାଧୁ ସନ୍ତଙ୍କ ଯୋଉଠି ଅଛି ଯୋଉଠି ସବୁ ସାଧୁ ସନ୍ତଙ୍କ ଆଶୀର୍ବାଦ ନଉଛନ୍ତି, ଆଶୀର୍ବାଦ ଦଉଛନ୍ତି। ଏଭଳି ପ୍ରକ୍ରିୟା ଚାଲିଛି। ଦେଖନ୍ତୁ ଇଏ ଏକ ନିଆରା ଦୃଶ୍ୟ ଖଣ୍ଡଗିରି କୁମ୍ଭ ମେଳାରେ, ଯୋଉ ମାଘ ସପ୍ତମୀ କୁମ୍ଭ ମେଳା ଚାଲିଛି। ଏଇଠି ଛୁଆ ବାବାଙ୍କର ଏକ ନୂଆ ରୂପ ଦେଖିବାକୁ ମିଳିଲା। ପୂର୍ବରୁ ଏ ବାବା ଜଣକ ଆସନ୍ତି, ଆସ୍ଥାନରେ ବସନ୍ତି, ଯଜ୍ଞ କରନ୍ତି, କିନ୍ତୁ ଏଥର ଗୋଟେ ଘୋଡା ଧରିକି ଆସିଛନ୍ତି। ଆଉ ଘୋଡା ଧରିକି ଖଣ୍ଡଗିରି ପାଦ ଦେଶରେ ସବୁଠି ବୁଲାଉଛନ୍ତି। ଆଉ ସବୁ ସାଧୁ ସନ୍ତ ମାନେ ମଧ୍ୟ ତାଙ୍କୁ ଖାଦ୍ୟ ଦଉଛନ୍ତି, ତାଙ୍କୁ ପୂଜା କରୁଛନ୍ତି କି ଇଏ ହଉଛନ୍ତି ଠାକୁରଙ୍କର ଆଉ ଏକ ରୂପ ଏଭଳି ଭାବୁଛନ୍ତି। ଏଠି ଛୁଆ ବାବା ପାହାଡରେ ଯୁଆଡେ ଯାଉଛନ୍ତି ସିଆଡେ ସିଆଡେ ଘୋଡାକୁ ସାଥିରେ ନଉଛନ୍ତି। ଆଉ ସମସ୍ତଙ୍କୁ ଭେଟଉଛନ୍ତି। ସମସ୍ତେ ଘୋଡାକୁ ଦେଖିକି ଏଠି ଖୁସି ହଉଛନ୍ତି। ଘୋଡା ବିଷୟରେ ମଧ୍ୟ ଜାଣୁଛନ୍ତି। କୋଉଠି ଭାଗବତ ପାଠ ହଉଛି ତ ଆଉ କୋଉଠି କଣ ହଉଛି ତ ସେ କଥା ମଧ୍ୟ ଜାଣୁଛନ୍ତି। ଆଜ୍ଞା, ଘୋଡାକୁ ସମ୍ଭାଳିବା ଟିକେ କଷ୍ଟ, ତଥାପି ଛୁଆ ବାବା ଆପଣ ଏଠି ଘୋଡାକୁ ବୁଲଉଛନ୍ତି, କଣ ୟା ଉଦ୍ଦେଶ୍ୟ କହିବେ? ଉଦ୍ଦେଶ୍ୟ ଜୀବକୁ ଭଲ ପାଇବା, ଅର୍ଥାତ୍ ଶିବଙ୍କୁ ଭଲ ପାଇବା। ଯେତେବେଳେ ଜଣେ ସାଧୁ ରାସ୍ତାରେ ପାଦ ଦିଅନ୍ତି, ପ୍ରତ୍ୟେକ ଜୀବଙ୍କୁ ଭଲ ପାଇବା ହେଉଛି ତାଙ୍କର ନିତାନ୍ତ ଏକାନ୍ତ କାମ୍ୟ। ଜୀବ ସେବା ହିଁ ଶିବ ସେବା, ମାନବ ସେବା ହିଁ ମାଧବ ସେବା। ଏଇ ଗୋଟିଏ କଥା ହିଁ ଜାଣେ, ହେ ଈଶ୍ୱର ଏ ବିଶ୍ୱକୁ ରକ୍ଷା କର। ଇଏ ଯୋଉ ଦୌଡ଼ି ଲାଗିଛି, ଲୁହା ଇଏ ଲାଗିଛି, ତାକୁ କଷ୍ଟ ହଉଥିବ? ନା 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 ନା, କଷ୍ଟ କିଛି ନୁହେଁ। ଜଣେ ମଣିଷ ମାନେ ବାକ୍ୟର ଲଗାମରେ ବନ୍ଧା ହେଇଥାଏ, ବାପା ମାଙ୍କ ବାକ୍ୟରେ। ଜଣେ ପଶୁ ପକ୍ଷୀଙ୍କୁ ତାଙ୍କ ଗଳାରେ ଲଗାମ ଦିଆଯାଏ ଆୟତ୍ତ କରିବା ପାଇଁ, କିନ୍ତୁ ତାଙ୍କୁ କଷ୍ଟ ଦେବା ପାଇଁ ନୁହେଁ। ଆପଣ ବିଭିନ୍ନ ସାଧୁସନ୍ତଙ୍କ ପାଖକୁ ନେଇକି ଯାଉଛନ୍ତି? ପ୍ରତ୍ୟେକ ସାଧୁ ସନ୍ଥ ମୋର ସମସ୍ତେ ଗୁରୁ ଭାଇ, ସମସ୍ତେ ଗୁରୁ ମା ଗୁରୁ ଭଉଣୀ ଆସିଛନ୍ତି ଏବଂ ଆମ ନାଗା କୁଳର କିଛି କରିବନି। ଇଏ ହଉଛି ଛୁଆଟା, ଇଏ ଛୁଆ ଘୋଡା, ମାତ୍ର 7 ମାସର ଇଏ ଘୋଡା। ଆଉ ଆକୁ ଏମିତି ବିଭିନ୍ନ ଜାଗାରେ ଛୁଆ ବାବା ବୁଲଉଛନ୍ତି, ବିଭିନ୍ନ ସାଧୁଙ୍କ ପାଖକୁ ନଉଛନ୍ତି। ଆଉ ଭିନ୍ନ ଭିନ୍ନ କଥା ଯେ ଆମେ ଦେଖୁଛୁ ସାଧୁ ସନ୍ତଙ୍କ ପାଖରେ କି ଭିନ୍ନ ଭିନ୍ନ ବାର୍ତ୍ତା, ଇଏ ଏକ ବାର୍ତ୍ତା। ଆପଣ ଯଦି ସାଧୁ ସନ୍ତଙ୍କ ପାଖକୁ ଯାଉଛନ୍ତି କଣ କହୁଛନ୍ତି ସାଧୁ ସନ୍ତ ମାନେ? ସମସ୍ତଙ୍କୁ କୁହାଯାଉଛି ଗୋଟିଏ କଥା ଯେ ଜୀବଙ୍କୁ ଭଲ ପାଇବା ଶିଖ, ଶିବଙ୍କୁ ଭଲ ପାଇବା ଶିଖ, ଜୀବଙ୍କ ସେବା କରିବା ଶିଖ, ଶିବଙ୍କ ସେବା କରିବା ଶିଖ। ଏଇ ହେଉଛି ଗୋଟିଏ ଜିନିଷ, ଜୀବନର ଲକ୍ଷ୍ୟ। ଜୀବକୁ ଭଲ ପାଅ, ଶିବଙ୍କୁ ଭଲ ପାଅ, ଜଗତର କଲ୍ୟାଣ ନିଶ୍ଚିନ୍ତ ହେବ। କୋଉଠି ଅଛି ଏ ଘୋଡା ଆପଣଙ୍କ ସାଥିରେ? ଘୋଡ଼ା ମୋ ସହିତ ବର୍ତ୍ତମାନ ଅଛନ୍ତି, ଯାହା ବି ହେଲେ ଇଏ ଘୋଡା ପାଖାପାଖି ଏଇ ଘୋଡା ଆଉ ଘୋଡାର ମା ମଧ୍ୟ ଛୁଆ ବାବା ପାଖରେ ଅଛନ୍ତି। ଆଉ ଏମିତି ଘୋଡାକୁ ଧରିକି ବୁଲଉଛନ୍ତି ଖଣ୍ଡଗିରି ପାଦ ଦେଶରେ। ଘୋଡା ଅମାନିଆ ହଉଛି, କିନ୍ତୁ ତଥାପି ତାକୁ ନିୟନ୍ତ୍ରଣ ଭିତରେ ରଖିଛନ୍ତି। ଆଉ ବିଭିନ୍ନ ଜାଗା ବୁଲଉଛନ୍ତି। ତାଙ୍କ କଥା କି ଏଇ ମାଧ୍ୟମରେ ସେ ବାର୍ତ୍ତା ଦଉଛନ୍ତି କି ଜୀବକୁ ସୁରକ୍ଷା ଦେବାର ଅଛି, କିନ୍ତୁ ଏଠି ମଧ୍ୟ ସିଏ ଯନ୍ତ୍ରଣା ପାଉଥିବ, ଏଠି ମଧ୍ୟ ସେ କଷ୍ଟ ପାଉଥିବ, କାରଣ ତା ବେକରେ ମଧ୍ୟ ଏକ ଦୌଡ଼ି ଲାଗିଛି। ଭୁବନେଶ୍ୱରରୁ ଭିଡିଓ ଜର୍ଣ୍ଣାଲିଷ୍ଟ ବିକାଶ କସ, ଅନୁଜ ଦାସ, କନକ ନ୍ୟୁଜ।